ସାଙ୍ଗମାନେ ମୁଁ ଆଜି ଆପଣମାନଙ୍କୁ ତୁମ ସହିତ ଘଟୁଥିବା ତୁମ ଜୀବନରେ ଘଟୁଥିବା କିଛି ସତ ଘଟଣା ବିଷୟରେ କହିବାକୁ ଚାହୁଁଛି, ଯାହାକି ପ୍ରତ୍ୟେକ ଦିନ ଆପଣମାନଙ୍କ ସାଥିରେ ଘଟୁଛି। ଆପଣମାନେ ସେସବୁ ଜିନିଷକୁ ଫେସ୍ କରୁଛନ୍ତି, ହେଲେ ଆପଣମାନେ ଜାଣିନାହାନ୍ତି କ'ଣ ଆପଣମାନେ କରୁଛନ୍ତି। ମୁଁ ଆଜି ସେହି ବିଷୟରେ ଆପଣମାନଙ୍କୁ କହିବାକୁ ଚାହୁଁଛି, ଯାହାକି ଆପଣଙ୍କ ଜୀବନରେ ପ୍ରତ୍ୟେକ ଦିନ ଆପଣଙ୍କ ସହିତ ଘଟି ଚାଲିଛି। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଭିଡ଼ିଓଟି ଯଦି ଭଲ ଲାଗିଲା ଲାଇକ୍ଟିଏ କରିବେ, କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ଜୀବନର ସତ୍ୟ କେବଳ ସେହିମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଏହି ତିନୋଟି ଜିନିଷ ଦେଖିପାରୁଥିବ। ପ୍ରଥମ ଜିନିଷଟି ହେଉଛି ହସ ପଛରେ ଥିବା ଦୁଃଖ। ଆପଣ ସାଙ୍ଗମାନେ ହସୁଛନ୍ତି ତ ସତ, ହେଲେ ଆପଣଙ୍କ ସେ ହସ ପଛପଟେ ଥିବା ଦୁଃଖ ଯଦି ଆପଣଙ୍କର କୌଣସି ସାଙ୍ଗସାଥି ହେଉ କି ଆପଣଙ୍କର କୌଣସି ବି ଲୋକ ଯଦି ଆପଣଙ୍କର ହସ ପଛର ଦୁଃଖକୁ ବୁଝିପାରୁଛନ୍ତି କି ଆପଣ କ'ଣ ପାଇଁ ଦୁଃଖରେ ଅଛନ୍ତି କି ଆମକୁ ଦେଖେଇବା ପାଇଁ ଖାଲି ହସୁଛନ୍ତି, ଯଦି ସେହି କଥାଟି କେହି ଜାଣିପାରୁଛନ୍ତି, ତାହେଲେ ସେମିତିକା ସାଙ୍ଗ ହୁଅନ୍ତୁ କି ସେମିତିକା କୌଣସି ସମ୍ପର୍କୀୟ ହୁଅନ୍ତୁ, କେବେ ସେମାନଙ୍କୁ ଆପଣଙ୍କ ଜୀବନରେ କେବେ ଦୂରେଇବେ ନାହିଁ। କାରଣ ଯେଉଁ ପିଲା ଆପଣମାନଙ୍କର ଦୁଃଖର ସାଥୀ ହେଇପାରୁଛନ୍ତି, ସେମାନେ କେବେ ହେଲେ ଆପଣଙ୍କୁ ଅଧା ବାଟରେ ଛାଡ଼ିବେ ନାହିଁ। ଆଉ ଗୋଟିଏ କଥା ଆପଣମାନେ ମନେ ରଖିଥାନ୍ତୁ, ଯେଉଁମାନେ ଆପଣଙ୍କ ସହିତ ମିଶୁଛନ୍ତି, ଆପଣଙ୍କ ଦୁଃଖ ବିଷୟରେ ଜାଣୁଛନ୍ତି, ହେଲେ ଆପଣଙ୍କୁ କୌଣସି କର୍ମରେ ସାହାଯ୍ୟ କରୁନାହାନ୍ତି। ସେମାନେ ଜାଣିଛନ୍ତି କି ମୋର ଗୋଟିଏ ସାଙ୍ଗ ସେ ଦୁଃଖରେ ଅଛି, ହେଲେ ସେମାନେ ସେ କଥାକୁ ମଜାକରେ ନେଉଛନ୍ତି ବା ତୁମର ମଜା ଉଡ଼ଉଛନ୍ତି। ଯଦି କୌଣସି ପିଲା ତୁମର ମଜା ଉଡ଼ଉଛନ୍ତି, ତାହେଲେ ଏମିତି ପିଲାଙ୍କ ସହିତ ସାଙ୍ଗସାଥି ହେବା ବହୁତ ବଡ଼ ଭୁଲ। ଏମିତି ପିଲାମାନଙ୍କ ସହିତ କେବେ ହେଲେ ସାଙ୍ଗସାଥି ହୁଅନ୍ତୁ ନାହିଁ। କାରଣ ଯିଏ ଆପଣଙ୍କର ଦୁଃଖର ସାଥୀ ହୋଇପାରିଲେ ନାହିଁ, ସେ ଆପଣଙ୍କର ସୁଖର ସାଥୀ କ'ଣ ହୋଇପାରିବେ? ସୁଖର ସାଥୀ ଆଜ୍ଞା ସମସ୍ତେ ହୋଇଥାନ୍ତି, ହେଲେ ଆପଣଙ୍କର ଦୁଃଖର ସାଥୀ ଆପଣଙ୍କ ପାଖରେ ଥିବା ନିଶ୍ଚିନ୍ତ ଭାବରେ ଦରକାର। ଦ୍ୱିତୀୟଟି ହେଉଛି ରାଗ ପଛରେ ଥିବା ଭଲ ପାଇବା। ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିଥିବେ, ଆପଣଙ୍କର କୌଣସି ବି ଘର ଲୋକ ଆପଣଙ୍କର ଗାର୍ଡ଼ିଆନ ହୁଅନ୍ତୁ, ଆପଣଙ୍କ ଉପରେ ରାଗିଥାନ୍ତି। ଆପଣ ଯଦି କୌଣସି ଗୋଟିଏ ଭୁଲ କର୍ମ କରିଥାନ୍ତି, ସେମାନେ ଆପଣଙ୍କ ଉପରେ ରାଗିଥାନ୍ତି, ହେଲେ ଆପଣମାନେ ସେ କଥାକୁ ବୁଝିପାରନ୍ତି ନାହିଁ। ଆପଣମାନେ ସେଇଟାକୁ ମନରେ ଖରାପ ଭାବନ୍ତି, ଯାହାଦ୍ୱାରା କି ଆପଣ ମନରୁ ଗାଳି ଦିଅନ୍ତି। ଆପଣଙ୍କର ଗାର୍ଡ଼ିଆନ ମାନଙ୍କୁ ଆପଣମାନେ ଗାଳି ଦିଅନ୍ତି, ହେଲେ ଆପଣମାନେ କ'ଣ ଜାଣିନାହାନ୍ତି ଆପଣଙ୍କର ଯେଉଁ ଗାର୍ଡ଼ିଆନ ଯିଏ ଆପଣଙ୍କର ଭୁଲରେ ଆପଣଙ୍କୁ ଗାଳି ଦେଉଛନ୍ତି, ସେ ଆପଣଙ୍କୁ କେତେ ଭଲ ପାଆନ୍ତି, ସେ ଆପଣଙ୍କୁ କେତେ ସମ୍ମାନ କରନ୍ତି, ସେ ଆପଣଙ୍କ ଠାରୁ କ'ଣ ଆଶା କରୁଛନ୍ତି। ଯଦି ଆପଣ ସେମିତି କିଛି ଭୁଲ କରିଥିବେ, ତାହେଲେ ତାଙ୍କର ଅଧିକାର ଅଛି ସେ ଆପଣଙ୍କୁ କହିବା ନିଶ୍ଚିନ୍ତ ଭାବରେ ଦରକାର। ଯଦି ତୁମମାନଙ୍କୁ କେହି କହିବେ ନାହିଁ, ତାହେଲେ ତୁମେମାନେ କେମିତି ଜାଣିବ କି ତୁମେ କ'ଣଟି ଠିକ୍ କରୁଛ, କ'ଣ ଭୁଲ କରୁଛ? ତୁମକୁ କୌଣସି ଭୁଲ ଠିକ୍ର ଜ୍ଞାନ ରହିବ ନାହିଁ।
ଯେତେବେଳେ ତୁମକୁ କୌଣସି ଭୁଲ ଠିକ୍ର ଜ୍ଞାନ ରହିବ ନାହିଁ ତାହେଲେ ତୁମେ କ'ଣ କରିପାରିବ ଜୀବନରେ? କିଛି କରିପାରିବ ନାହିଁ। ସମସ୍ତଙ୍କ ଆଗରେ ତୁମେମାନେ ଖରାପ ହେବ। ତୁମେମାନେ ଜାଣିନ କି ତୁମେମାନେ ଭୁଲ କରୁଛ କି ଠିକ୍ କରୁଛ। ଯେତେବେଳେ ତୁମର ବାପା ମା କି ତୁମର କୌଣସି ଗାର୍ଡ଼ିଆନ୍ ଯଦି ସେମାନେ ଜାଣିପାରୁଛନ୍ତି କି ତୁମେ ଯେ କାମ କରୁଛ ସେ କାମ ହେଉଛି ସମ୍ପୂର୍ଣ୍ଣ ଭାବେ ଭୁଲ, ସେତେବେଳେ ସେ ତୁମ ଉପରେ ରାଗିଥାନ୍ତି, ତୁମକୁ ବୁଝେଇବା ପାଇଁ ଚେଷ୍ଟା କରିଥାନ୍ତି। ଏ ତା ମାନେ ନୁହଁ ଯେ ସେମାନେ ରାଗିକି ତୁମକୁ କିଛି କୌଣସି ଭୁଲ କଥା କହୁଛନ୍ତି, ସେ ତୁମକୁ ବୁଝେଇବା ପାଇଁ ଚାହୁଁଛନ୍ତି। ତୁମେ ଯେଉଁ ଭୁଲ ବାଟରେ ଯାଉଛ ସେ ଭୁଲ ବାଟରେ କେମିତି ନ ଯିବ ସେ କଥାକୁ ବୁଝେଇବା ପାଇଁ ତୁମମାନଙ୍କୁ ଚାହୁଁଛନ୍ତି। ହେଲେ ତୁମେମାନେ ସେସବୁ ଜିନିଷକୁ ବହୁତ ଭୁଲ ବା ବହୁତ ଖରାପରେ ନେଉଛ। ତୁମେମାନେ ତାଙ୍କ କଥାକୁ ବୁଝିପାରୁନ ସେ କ'ଣ କହିବାକୁ ଚାହୁଁଛନ୍ତି। ଦୟାକରି ଯଦି ତୁମ ଉପରେ କେହି ରାଗୁଛନ୍ତି ସେ ରାଗ ପଛର ଭଲ ପାଇବାକୁ ସର୍ବପ୍ରଥମେ ବୁଝ। କାହିଁକି ନା ସେମାନେ ଚାହୁଁନାହାନ୍ତି କି ତୁମେ କୌଣସି ଗୋଟିଏ ଜାଗାରେ କାହା ସହିତ ହଉ କି କୌଣସି ଜାଗାରେ ଦୁଃଖ ପାଅ, କିଏ ତୁମକୁ ଦୁଃଖ ଦେଉ ବା କୌଣସି ଖରାପରେ ତୁମକୁ କହୁ। ସେମାନେ କେବେ ଚାହାନ୍ତି ନାହିଁ କି ତୁମେ କାହା ଆଗରେ ଖରାପ ହୁଅ। ସେଥିପାଇଁ ସେ ତୁମକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି, ହେଲେ ତୁମେ ବୁଝିପାରୁନ। ସେ ହେଉଛି ତୁମର ସବୁଠାରୁ ବଡ଼ ଭୁଲ। ତୁମକୁ ସର୍ବପ୍ରଥମେ ବୁଝିବାର ଅଛି ଯେ ଇଏ ମୋତେ କ'ଣ ପାଇଁ କହୁଛନ୍ତି, ମୁଁ ଏମିତି କ'ଣ ଭୁଲ କରିଛି ଯେ ଇଏ ମୋତେ କହୁଛନ୍ତି। କାହିଁକି ନା ଯଦି ତୁମେ କିଛି ଭୁଲ କରିନଥିବ ତାହେଲେ ତୁମକୁ କ'ଣ ପାଇଁ କିଏ କହିବାକୁ ଯିବ? ଯେତେବେଳେ ତୁମର ଭୁଲ କାହାକୁ ଦେଖାଯାଇଥାଏ ସେତେବେଳେ ହିଁ ତୁମକୁ କେହି କହିଥାଏ। ସମସ୍ତେ ଆପଣଙ୍କୁ କହିବେ ନାହିଁ। ଯାହାକୁ ତୁମର ଚିନ୍ତା ଥିବ, ଯିଏ ତୁମ ବିଷୟରେ ଚିନ୍ତା କରୁଥିବ, ତୁମ ବିଷୟରେ ଭଲ ଭାବୁଥିବ, ସିଏ ହିଁ ତୁମକୁ ସବୁ କାମରେ ରୋକିବା ପାଇଁ ଚେଷ୍ଟା କରିବ। ଦୟାକରି ତାଙ୍କ କଥାଟିକୁ ଟିକେ ଧ୍ୟାନ ଦେଇ ଶୁଣିବେ, ତାଙ୍କୁ ଟିକେ ବୁଝିବା ପାଇଁ ଚେଷ୍ଟା କରିବେ। କେବେ ତାଙ୍କ ଉପରେ ରାଗନ୍ତୁ ନାହିଁ କି ସିଏ ତୁମ ଉପରେ ରାଗୁଛନ୍ତି ବୋଲି ତୁମେ ତାଙ୍କ ଉପରେ ବି ରାଗିବ। ସେଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ସାଙ୍ଗମାନେ, ତୃତୀୟଟି ହେଉଛି ନୀରବ ରହିବା ପଛରେ ଥିବା କାରଣ। ଯଦି ଆପଣଙ୍କର କୌଣସି ସାଙ୍ଗସାଥୀ ଆପଣ କ'ଣ ପାଇଁ ନୀରବ ଅଛନ୍ତି, କ'ଣ ପାଇଁ ଚୁପଚାପ ରହୁଛନ୍ତି, କ'ଣ ପାଇଁ କାହା ସହିତ ବେଶୀ କଥାବାର୍ତ୍ତା କରୁନାହାନ୍ତି, କ'ଣ ଆପଣଙ୍କର ହୋଇଛି, କ'ଣ ପାଇଁ ଆପଣ ଏମିତି କରୁଛନ୍ତି, ଯଦି ଏସବୁ ଜିନିଷକୁ କେହି ବୁଝିପାରୁଛି, ଏସବୁ ବିଷୟରେ ଆପଣଙ୍କ ସହିତ ଡିସ୍କସନ୍ କରିପାରୁଛି, ତାହେଲେ ଦୟାକରି ଆପଣମାନେ ଏମିତିକା ସାଙ୍ଗକୁ ଜୀବନରେ କେବେ ଦୂରେଇ ଦେବେ ନାହିଁ। କାରଣ ଏମିତିକା ସାଥୀ ତୁମର ପ୍ରତ୍ୟେକ କର୍ମରେ ହିଁ ସର୍ବପ୍ରଥମେ ଆସିବେ। ପ୍ରତ୍ୟେକ କାମରେ ତୁମକୁ ସେମାନେ ସାହାଯ୍ୟ ସହଯୋଗର ହାତ ବଢ଼େଇବେ। କାହିଁକି ନା ଯିଏ ତୁମ ମନ କଥା ବୁଝିପାରୁଛି, ସେ ଯେତେବେଳେ ଜାଣିପାରୁଛନ୍ତି କି ଏ ପିଲା କେବେ ଜୀବନରେ ଏତେ ନୀରବ ରହେ ନା, ଏତେ ମନ ଦୁଃଖରେ ରହେ ନା, ତାହେଲେ ଇଏ ଆଜି କ'ଣ ପାଇଁ ଏତେ ନୀରବ ଅଛି, ଆର ଆଜି ହେଇଛି କ'ଣ, କ'ଣ ପାଇଁ ଏତେ ଇଏ ସ୍ୟାଡ଼ରେ ଅଛି, ଯିଏ ଆପଣଙ୍କର ଦୁଃଖର ବା ଆପଣଙ୍କ ନୀରବତାର କାରଣ ସିଏ ଜାଣିପାରୁଛି। କ'ଣ ପାଇଁ ଆପଣ ନୀରବ ଅଛନ୍ତି, କ'ଣ ଆପଣଙ୍କର ଅସୁବିଧା ହେଇଛି, ଯିଏ ଆପଣଙ୍କୁ ପଚାରି ପାରୁଛି। ଜାଣି ନିଅନ୍ତୁ ସେ ଆପଣଙ୍କ ସାଥିରେ, ଆପଣ ଶେଷ ସମୟ ପର୍ଯ୍ୟନ୍ତ ଆପଣଙ୍କ ସାଥିରେ ସେ ରହିବ। କେବେ ଆପଣଙ୍କୁ ସେ ଦୂର କରିଯିବ ନାହିଁ। ଆପଣଙ୍କୁ ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ଅସୁବିଧା ସମୟରେ ସେ ଆପଣଙ୍କୁ ସାହାଯ୍ୟ କରିବା କଥା, ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ କରିବ। ଏମିତି ସାଥୀକୁ କେବେ ଆପଣଙ୍କ ପାଖରୁ ଦୂର କରିଦେବେନି। ଯିଏ ଆପଣଙ୍କୁ ପଚାରୁନାହିଁ ଆପଣ ତା ସହିତ ବନ୍ଧୁତା ରଖୁଛନ୍ତି, ହେଲେ ଯିଏ ଆପଣଙ୍କୁ ସବୁ କଥାରେ ପଚାରୁଛି, ଯିଏ ଆପଣଙ୍କ ଭଲ ମନ୍ଦ ପଚାରି ବୁଝୁଛି ଆପଣଙ୍କୁ, ହେଲେ ଆପଣମାନେ ତାକୁ ପଚାରୁନାହାନ୍ତି। ଆପଣମାନେ ଜାଣିଛନ୍ତି ତାକୁ କେତେ କଷ୍ଟ ହେଉଥିବ। ଦୟାକରି ସାଙ୍ଗମାନେ ଏମିତି କାମ କରନ୍ତୁ ନାହିଁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ
ଅଶେଷ ଅଶେଷ ଧନ୍ୟବାଦ। आशा करी मोर ये भिडटी आपण मानू बहुत भल लगी। जदि मोर ये भिडटी आपण मानू भल लगी लाइक टे करेंगे, सांग मानक मध्य शेयर करने को भूलिए ना। यदि आपण मैंने आम टॉकिंग वर्ल्ड यूट्यूब चैनल रे प्रथम थर पर आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल क्लिक करेंगे। जॉइन बटन खोली जाइए, जॉइन करने को भूलिए ना। कमेंट माध्यम निश्चित भाव में आपण मानकर मतामत रखिए। धन्यवाद। जय जगन्नाथ।